2023 ମସିହା ଗଣେଶ ପୂଜା ମୋ ପାଇଁ ବହୁତ ଭଲ ରହିଲା। ମୋ ନାମ ନିହାର। ମୁଁ ସେତେବେଳେ +3 ଫାର୍ଷ୍ଟ ଇୟର ପଢ଼ୁଥିଲି। ଗତ ବର୍ଷ ମୋ ଗ୍ରାଜୁଏସନ୍ ଶେଷ ହେଲା। ଲକଡାଉନ୍ ଶେଷ ବର୍ଷ ଆମକୁ ବହୁତ ହଇରାଣ କରିବାକୁ ହେଲା, ହେଲେ ଚଳିବ। ମୁଁ ଯୁକ୍ତ 2 ମୋ ଗାଁ କଲେଜରେ ସାରିବା ପରେ ବାପା ମୋତେ ଭଦ୍ରକ ଅଟୋ କଲେଜରେ +3 କରିଲି। କଲେଜକୁ ଆସିବା ପରେ ମୋର ନୂଆ ସାଙ୍ଗସାଥି ଆରମ୍ଭ ହେବାକୁ ଲାଗିଲେ। ସେଥିମଧ୍ୟରୁ ଥିଲା ଅଙ୍କିତା। ମୁଁ ତା ସହ ଟିକେ ଅଧିକ ମିଳାମିଶା କରେ। ଦେଖିବାକୁ ଗୋଟେ କଣ୍ଢେଇ ପରି ଲାଗେ। ଗୋଲାପୀ ଓଠ ଆଉ ଫିଗର ପୁରା 1 ନମ୍ବର। ତାର ଗୁଲୁଗୁଲିଆ ଗାଲକୁ ହସି ଦେଲେ ଗାଲରେ ଗୋଟେ ଡିମ୍ପଲ ତିଆରି ହୁଏ। ମୁଁ ବି ଟିକେ ଦେଖିବାକୁ ହ୍ୟାଣ୍ଡସମ୍ ଅଛି। ଅଙ୍କିତା ସହ ଟିକେ ଟିକେ କଥା ହୋଇ ଆମର ଦୋସ୍ତି ବଢ଼ାଇବାକୁ ଲାଗିଲି। ପାଠପଢ଼ାରେ ସେ କିଛି କମ୍ ନଥିଲା, କିନ୍ତୁ ଝିଅ ପିଲା ସାଙ୍ଗରେ ଭିତରେ ଅଙ୍କିତା ଭଲ ସାଙ୍ଗ ଶିବାନୀ ଥିଲା। ସେମାନେ କଲେଜ ପାଖ 2 ନମ୍ବର ଲାଇନରେ ଗୋଟେ ରୁମ୍ ନେଇ ରୁହନ୍ତି। ଏମିତି ସେ ମୋ ଠାରୁ ନୋଟ୍ ନେଇ ଲେଖେ ଆଉ ମୁଁ ବି ତା ଠାରୁ ବହି ଖାତା ନେଇ ପଢ଼ାପଢ଼ି କରେ। ମୁଁ ପ୍ରାୟ ତା ବିଷୟରେ ଭାବୁଥିଲି, ହାୟ ଏତେ ଭଲ ସାଙ୍ଗଟେ ମୁଁ କେବେ ପାଇନଥିଲି। ମୁଁ ଆଉ ମୋର 3 ଜଣ ସହପାଠୀ ମିଶି ଗୋଟେ ରୁମରେ ଭଡ଼ା ନେଇ ରହିଲୁ। 3-4 ମାସ ଯିବା ପରେ ମୋର ଖରାପ ସାଙ୍ଗ ସନ୍ଦୀପ ମୋବାଇଲରେ ଇଂରାଜୀ ଭିଡ଼ିଓ ଦେଖିବାକୁ ଆରମ୍ଭ କଲା। ମୁଁ ତା ପାଖରେ ଶୋଉଥିଲି। ମୁଁ ତାକୁ ବହୁତ ଥର ମନା କଲା ପରେ ବି ସେ ରାତିରେ ଖାଇସାରି ଦେଖିବା ଚାଲୁ କରିଦିଏ। ସେଦିନ ମୋ କାନରେ ଗୋଟେ ଇୟରଫୋନ୍ ଲଗାଇ ଦେଇ କହିଲା, ଗୋଟେ ଦେଶୀ ଆଣ୍ଟି କରାକୁରି ଦେଖିଲୁ, ତାପରେ ସ୍କୁଲ ଝିଅ ଆଉ ପୁଅର ଭିଡ଼ିଓ ଦେଖ। ଏଇ ସବୁ ଦେଖି ମୋ କଦଳୀ ଉଠାଇଗଲା। କ'ଣ କରିବି କିଛି ଜାଣିପାରିଲିନି। ସନ୍ଦୀପକୁ ଇୟରଫୋନ୍ ଦେଇ ଶୋଇବାକୁ କହିଲି। ମୋତେ ନିଦ ହେଉନଥାଏ। ସେ ସବୁ ଚିତ୍ର ମୋ ଆଖି ଆଗରେ ନାଚି ଉଠୁଥାଏ। ସେ ସବୁ ଶବ୍ଦ ମୋ ନିଦକୁ ଭାଙ୍ଗି ଦେଉଥାଏ। ଯେତେ ଚେଷ୍ଟା କଲି ହେଲେ ନିଦ ହେଲାନି। ମୋ ମନରେ ଅଙ୍କିତା ମନେ ପଡ଼ିଲା। ମୁଁ ତାକୁ ଯେମିତି କରିବି ଚାଲୁଛି, କି କଖାରୁ ତାର ମନେ ପଡ଼ିଲେ ତାକୁ କିସ୍ କରିବାର ଚିତ୍ର ମୋ ଆଖି ଆଗରେ ଖେଳି ଉଠିଲା। ଦେଖିଲି ସମସ୍ତେ ଶୋଇଗଲେ। ମୁଁ ବାଥରୁମକୁ ଯାଇ କଦଳୀକୁ ହଲେଇ ହଲେଇ ପାଣି ବାହାର କଲି। ସେଦିନ ମୁଁ ପ୍ରଥମ ଥର ହଲାଇଲି। ମନରେ ଅଙ୍କିତାକୁ ଭାବୁଥାଏ। ପୂର୍ବରୁ ବେଳେ ବେଳେ ନାଇଟ୍ ଫଲ୍ ହୋଇଯାଏ। ଅଙ୍କିତାର ନଗ୍ନ ଚିତ୍ର ମନରେ ଭାବି ଭାବି କଦଳୀକୁ କଷି କରି ହଲାଇବା ପରେ ପ୍ରାୟ 5 ମିନିଟ୍ ପରେ ମୋ ପାଣି ବାହାରି ବାଥରୁମରେ କାନ୍ଥରେ ପଡ଼ିଲା। ଓ କି ଶାନ୍ତି ମିଳିଲା। ସେଦିନ ସାରା ରାତି ଅଙ୍କିତାକୁ କରିବାର ଛବି ଆଖି ଆଗରେ ନାଚି ଉଠୁଥିଲା। ତା ପରଦିନ କଲେଜ ଆସିଲି। ଅଙ୍କିତାକୁ ଦେଖି ମୋ ମନରେ ଖରାପ ଭାବନା ଜାତ ହେଲା। ସେଦିନ ପ୍ରଥମ ଥର ପାଇଁ ମୋତେ ଅଧିକ ସୁନ୍ଦର ଲାଗିଲା। ଏମିତି ତା ବିଷୟରେ ସବୁବେଳେ ଭାବୁଥାଏ। ସେଦିନ ଠାରୁ ମୁଁ ତା ପାଖକୁ ଗଲେ କଥା ହୋଇ ହୋଇ ତା ହାତକୁ ହାଲକା କରି ସ୍ପର୍ଶ କରେ। ମୋତେ ନରମ ଆଉ କୋମଳ ଲାଗୁଥାଏ। କଦଳୀଟି ବି ଉଠୁଥାଏ। ଏମିତି ଗୋଟେ ସପ୍ତାହ ଯିବା ପରେ ସେ ମୋତେ ନୋଟିସ୍ କଲା ଆଉ କହିଲା, ନିହାର, ତୋ କଥାବାର୍ତ୍ତା ଆଉ ଚାଲିଚଳନ ମୋତେ କାହିଁ ଅଲଗା ଲାଗୁଛି। ମୁଁ କହିଲି, କ'ଣ ଲାଗୁଛି? ସେ କହିଲା, ମୋତେ କିଛି ଅଲଗା କରି ତୋ ଚାହାଣି ଲାଗୁଛି। ଦେଖ, ତୁ ଯେମିତି ଭାବୁଛୁ ମୁଁ ସେମିତି ଝିଅ ନୁହେଁ। ଏମିତି କହି ସେ ଆଉ ଶିବାନୀ ଚାଲିଗଲେ। ସେ ମୋ ମନରେ ଚାଲିଥିବା ତା ପ୍ରତି ଖରାପ ଭାବନାକୁ ଜାଣିଦେଲା ବୋଧେ। ପରଦିନ କଲେଜ ଆସି ମୋତେ ଆଉ ଚାହିଁଲା ନାହିଁ। ଫିଜିକ୍ସ ପିରିୟଡ଼ ସରିବା ପରେ ସମସ୍ତେ ପଡ଼ିଆକୁ ଆସିଲେ। ମୁଁ ଅଙ୍କିତା ଓ ଶିବାନୀ ପଛରେ ଯାଇ ସେମାନଙ୍କୁ ଅଟକାଇ କହିଲି, ଅଙ୍କିତା, ମୋ ଉପରେ କ'ଣ ରାଗିଛୁ କି? ସେ କହିଲା, ତୋର ବୁଦ୍ଧି ମୋତେ ଜଣା ପଡ଼ିଲା। ମୁଁ ତା କଖାରୁକୁ ସେମିତି ଦେଖୁଥିଲି। କି ସାଇଜ୍ ହୋଇଛି ଭାବି ଭାବି ଏ ଭଣ୍ଡା ଦୁଇଟିକୁ ମନରେ ଭରିଲି। ଏମିତିରେ ମୋ କଦଳୀ ଠିଆ ହେବାକୁ ଲାଗିଲା। ମୁଁ ଆଉ ତାକୁ ମନରେ ଚାପି ରଖି ପାରିଲିନି। ଅଙ୍କିତାକୁ ପ୍ରପୋଜ ମାରି କହିଲି, ମୁଁ ତୁମକୁ ଭଲ ପାଏ। ସେ ମୋତେ ମାରିଲା ଆଉ ମୋତେ ରାଗି କରି କହିଲା ଆଉ କିଛି ଦିନ ନ କହି ଚାଲିଗଲା। ସେଦିନ ଠାରୁ ଆମ କଥାବାର୍ତ୍ତା ବନ୍ଦ। ଗୋଟେ ମାସ ପରେ ଆମର ଇଣ୍ଟରନାଲ ପରୀକ୍ଷା ଥିଲା। ସେଥିରେ ମୋର ଅଙ୍କିତା ଠାରୁ ଭଲ ମାର୍କ ଆସିଲା। ରେଜଲ୍ଟ ବାହାରିବା ପରଦିନ ସେ ମୋତେ ଦେଖି ହସିଲା। ମୋ ପାଖକୁ ଆସି କହିଲା, ତୋର ଭଲ ମାର୍କ ଅଛି, ଭଲରେ ପଢ଼ାପଢ଼ି କରେ। ଆଉ ସେଇ ଦିନ ପାଇଁ ମୁଁ କ୍ଷମା ମାଗୁଛି। ମୁଁ ଠିକ୍ ଅଛି କହି ପଳେଇ ଆସିଲି। ସେ ମୋତେ ବୁଲି ବୁଲି ଦେଖୁଥାଏ। ସେଦିନ ରାତିରେ ମୁଁ ଜାଣିଲି ଝିଅଙ୍କୁ ପଟେଇବା ପାଇଁ ହ୍ୟାଣ୍ଡସମ୍ ଦରକାର ନାହିଁ, ମାର୍କ ଉପରେ ମଧ୍ୟ ନଜର ଦେବାକୁ ପଡ଼ିବ। ଏମିତି ଭାବି ଶୋଇପଡ଼ିଲି। ପରଦିନ ଅଙ୍କିତା କଲେଜକୁ ଭଲରେ ମେକଅପ୍ ନେଇ ଆସିଥିଲା। ମୋତେ କଣେଇ କଣେଇ ଦେଖୁଥିଲା। ମୁଁ ବି ତାକୁ ଦେଖୁଥିଲି। ଆଉ 2 ଜଣ ମୁହଁକୁ ତଳକୁ କରି ଆମେ ହସିଲୁ। ପୁଣି ତାକୁ କରିବା ପାଇଁ ମନ ହେଲା।
ତାକୁ ଭାବି ଭାବି କଦଳୀ ଠିଆ କରୁଥିଲି। ଆଉ କିଛି ଦିନ ପରେ ଗଣେଶ ପୂଜା ହେଲା। ଧୁମଧାମରେ ସାଜସଜା ଚାଲିଥିଲା। ସମସ୍ତେ ଆମ୍ବତରଣ ଦେବାରେ ବ୍ୟସ୍ତ ଥାନ୍ତି। କୋଠରୀର ଗୋଟେ ପାଖରେ ମୁଁ ଆଉ ଅନ୍ୟପଟେ ଅଙ୍କିତାକୁ ବସି ଆଖିରେ ଆଖିରେ କଥା ହେଲୁ। ମୁଁ ତାକୁ ହାତରେ କରିବାର ଇସାରା ଦେଲି। ସେ ଲାଜେଇ ଲାଜେଇ ମନରେ ହସିଲା। ମୁଁ ପୁରା କନକନ ହୋଇଗଲି। ତାର ହେଲେ ଖାଇବାକୁ ଇଚ୍ଛା ହେଉଛି। ସେ ଦିନ ରାତି ସାରା କେବଳ ଅଙ୍କିତା କଣାରେ କରିବା କଥା ଭାବୁଥିଲି। ସେତେବେଳେ ତା ପାଖରେ ମୋବାଇଲ ନଥିଲା, ନହେଲେ ତାକୁ ଫୋନ୍ କରିବା କଥା ହୋଇଥାନ୍ତି। ରାତି ପାହିଲେ ଗଣେଶ ପୂଜା। ମୁଁ ସକାଳୁ ଉଠି ଷୋହଳ କଲେଜ ଚାଲିଗଲି। ଅଧା ଘଣ୍ଟା ବୁଲିବା ପରେ ଅଙ୍କିତା ଆଉ ଶିବାନୀ ଦୁହେଁ ଆସି ପହଞ୍ଚିଲେ। ହଳଦୀ ରଙ୍ଗର ଟପ୍ ଆଉ କଳା ରଙ୍ଗର ଜିନ୍ସ ପ୍ୟାଣ୍ଟ ପିନ୍ଧି ପୁରା ଜଳୁଥାଏ ସେଦିନ। ଟପ୍ର ଉପର ଭାଗରେ ଟିକେ ସାଇଟ୍ ହୋଇ କଳା ରଙ୍ଗର ଦେଖାଯାଉଥାଏ। ଟପ୍ ପୁରା ଟାଇଟ୍ ଥିଲା। ଭିତରର ଅବସ୍ଥା ପୁରା ଫୁଟି ଜଣାପଡ଼ୁଥିଲା। ମୁଁ ପୂଜା ଛାଡ଼ି ତାକୁ ଦେଖିବାରେ ଲାଗିଲି। ସେ ବି ମୋତେ ଦେଖି ହସୁଥିଲା। ପୁଷ୍ପାଞ୍ଜଳି ଦେବା ପରେ ମୁଁ ତାକୁ ଆଖି ମାରି ଟିକିଏ ପଛକୁ ଡାକିଲି। ଚୁପଚାପ କଲେଜ ପଛଆଡ଼େ ଆମେ ଚାଲିଗଲୁ। ଭିତରେ ସବୁ ପୂଜାରେ ବ୍ୟସ୍ତ ରହିଥାନ୍ତି। ପଛପଟେ ସୁନସାନିଆ ଏରିଆ। ମୁଁ ଆଉ ଡେରି ନ କରି ଅଙ୍କିତାକୁ କୁଣ୍ଢେଇ କହିଲି, ଆଜି ପୁରା ଭଲ ଲାଗୁଛୁ ଅଙ୍କିତା। ଓ କି ବାସ୍ନା। ସେ ମୋତେ ଧରି ଛାଡ଼େ ଛାଡ଼େ କହିଲା। ମୁଁ କହିଲି, ଆଉ ରହି ହେବନି, କରିବାକୁ ଇଚ୍ଛା ହେଉଛି। ଅଙ୍କିତା କହିଲା, ଛାଡ଼, ମୋତେ କିଏ ଦେଖି ନେବ। ମୋର ଏଥିରେ ଜମାରୁ ଇଣ୍ଟରେଷ୍ଟ ନାହିଁ। ମୁଁ ଜବରଦସ୍ତି ତାକୁ କୁଣ୍ଢେଇ ଦେଇ ଚୁମା ଦେଲି। ଆଉ ତାର ଦୁଇ ମାଂସ ପିଣ୍ଡୁଳା ଭଣ୍ଡାକୁ ଦଳିବାରେ ଲାଗିଲି। ସେ ଛାଟି ପିଟି ହୋଇ ଛାଡ଼ ମୋତେ ପ୍ଲିଜ୍ କହୁଥିଲା। ପ୍ଲିଜ୍ ନିହାର, ମୋତେ ଛାଡ଼ିଦେ। ମୁଁ କିଛି ଶୁଣିଲିନି। ସେମିତି କିସ୍ କରି କଖାରୁକୁ ଦଳିଲି। ସେ ଟିକେ ଟିକେ ହିଟ୍ ହେବାକୁ ଲାଗିଲା। ଠିକ୍ ସେହି ସମୟରେ ଶିବାନୀ ଅଙ୍କିତାକୁ ଡାକିଲା। ସେ ମୋତେ ଗୋଟେ ଧକ୍କା ଦେଇ ଠେଲିଦେଲା। କହିଲା, ଆଜି ରାତିରେ ରୁମକୁ ଆସ। ଏମିତି କହି ଦୌଡ଼ି ପଳେଇଲା। ଆସିଗଲା ଶିବାନୀ ପାଖକୁ। ମୁଁ ତଳେ ଉଠି ଟିକେ ଲେଟ୍ରେ ଆସିଲି। ମୁଁ ଭାବିଲି ଶିବାନୀ ଆମ ବିଷୟରେ ଆଉ ଜାଣିପାରିବନି ତ। ହେଲେ ସେ ଜାଣିନଥିଲା। ପୁଣି ପୂଜା ଘରେ ଅଙ୍କିତାକୁ ଇସାରା ଦେଲି। ସେ ଟିକେ ମୁଣ୍ଡ ହଲାଏ ନାହିଁ କଲା। ଆଖିରେ ଇସାରା ଦେଇ କହିଲା, ଏବେ ଶିବାନୀ ଅଛି। ଆଉ ରାତିରେ ମୋ ରୁମକୁ ଆସ, କଥା ହେବା। ସେ ଦିନ ସାରା ମୋ ମନ ଆଉ ରହିଲାନି। ରାତିରେ ସମସ୍ତେ ଶୋଇବା ପରେ ଚୁପ୍ ରୁମରୁ ଯାଇ ଅଙ୍କିତା ରୁମରେ ପହଞ୍ଚିଲି। ଦେଖିଲି ଗେଟ୍ ବନ୍ଦ ଅଛି। ମୋତେ ତା ରୁମ୍ ଜଣାଇଥିଲା ପୂର୍ବରୁ ବାଲକୋନି ତାକୁ ଦେଖିଥିଲି। ଗେଟ୍ ଡେଇଁ ସିଡ଼ି ଉପରକୁ ଗଲି। ମୁଁ ଧୀରେକି ଡାକିଲି, ଅଙ୍କିତା। ସେ ଶୁଣିଲାନି। ହେଲେ ସେ ଜାରି କରି କବାଟ ଖୋଲା ରଖି ଶୋଇଲା। ମୁଁ ଭିତରକୁ ଯାଇ କବାଟ ବନ୍ଦ କରି ଆଉ ଲାଇଟ୍ ଅନ୍ କଲି। ଅଙ୍କିତା ଗୋଟେ ନାଲି ରଙ୍ଗର କପଡ଼ା ଆଉ ଶିବାନୀ ଗୋଟେ ଧଳା ରଙ୍ଗର ହାଫ୍ ଭଳିଆ ପ୍ୟାଣ୍ଟ ପିନ୍ଧିଥିଲା। କ'ଣ କୁହନ୍ତି ଜାଣିନି। ପିନ୍ଧି ନିର୍ଘାତିଆ ନିଦରେ ଶୋଇଥିଲେ। ରାତି ସେତେବେଳକୁ 12ଟା ବାଜିଲା। ଅଙ୍କିତାର ନାଲି ରଙ୍ଗର କପଡ଼ା ଆଉ ଧଳା ରଙ୍ଗରେ ସିଏ ନାଙ୍ଗା ଲାଗୁଥିଲା। ମୁଁ ଶିବାନୀକୁ ସେତେ ଧ୍ୟାନ ଦେଲିନି। ମୁଁ ଯାଇ ତା ପାଖ କଡ଼ରେ ଲଗେଇ ଗୋଟେ ଗୋଡ଼ ତା ଜଙ୍ଘ ଉପରେ ରଖିଲି। ହାତରେ ଦୁଇ କଖାରୁକୁ ଦବେଇଲି। ତା କାନରେ ଅଙ୍କିତା ଅଙ୍କିତା କହି ଧୀରେ ଶବ୍ଦରେ ଡାକିଲି। କାଳେ ଶିବାନୀ ଉଠିଯିବ। ଧଡ଼ପଡ଼ ହୋଇ ଜୋରରେ ଚିତ୍କାର କରି କହିଲା। ମୁଁ ତା ପାଟିକୁ ଚିପି ଦେଇ କହିଲି, ଆଜି ତୋ କଣା ଫଟେଇବି। ମୋତେ ଆଉ ହିଟ୍ କରନା। ତା ପଛରେ କଦଳୀକୁ ରଗଡ଼ି ରଗଡ଼ି ତାକୁ ଗରମ କରୁଥିଲି। ତା ଦେହ ପୁରା ନରମ। ଧୀରେ ଧୀରେ ତା ଦେହରେ ତାତି ବଢ଼ିବାକୁ ଲାଗିଲା। ସଁ ସଁ ହୋଇ ନିଶ୍ୱାସ ନେଲା। ମୁଁ ତା ଉପରକୁ ବୁଲେଇ ତାର ଗୋଲାପୀ ଓଠକୁ ଖାଇବାକୁ ଲାଗିଲି। ଅଙ୍କିତାର ସଁ ସାଁ ଶବ୍ଦ ଶୁଣି ଶିବାନୀ ତାର କଣାରେ ଆଙ୍ଗୁଳି ମାରି ହିଟ୍ ହେଲାଣି। ଆଉ ସେ ମଧ୍ୟ ଶୋଇନଥିଲା। ଅଙ୍କିତା ଉଠି ଶିବାନୀକୁ ଦେଖେ। ତାର ମୁହଁ ପୁରା କରିବାକୁ ମନ ହେଲାଣି। ଓ କି ଭାଗ୍ୟ ମୋର। ଗୋଟେ ଗୁଳିରେ ଦୁଇଟା ଶିକାର। ମୁଁ ଅଙ୍କିତାକୁ ପୁରା ଶରୀରକୁ ଚାପି କିସ୍ କଲି ଆଉ କଖାରୁ ଜୋର ଜୋରରେ ଦଳିଲି। ଶିବାନୀ ମୋ ପ୍ୟାଣ୍ଟ ଚେନ୍ ଖୋଲିବା ଦେଖି ମୋ କଦଳୀକି ଚଷିବାକୁ ଲାଗିଲା। କି ସୁଖ। ଆଃ କରି ଅଙ୍କିତା ମୋ ଉପରକୁ ଓଲଟାଇ ଶୋଇଲା। ତାର କଣାକୁ ଖାଇବାକୁ ଲାଗିଲି। କହ କହ ହଉଥିଲା। ସେପଟେ ଶିବାନୀ ମୋ କଦଳୀ ଚୋପାକୁ ବାହାର କରି ଛେପ ପକାଇ ଓଦା କରିଲା। ଆଉ କଦଳୀକୁ ତଳ ଉପର କରି ହଲେଇଲା। ଅଙ୍କିତା ଶିବାନୀ ମଧ୍ୟ ପରସ୍ପରକୁ ଲିପ୍ କିସ୍ କରିବାରେ ଲାଗିଲେ। ଶିବାନୀ କଖାରୁ ଅଙ୍କିତା ଖାଇ ଚାଲିଥାଏ। 5 ମିନିଟ୍ ଏହିପରି ରୋମାନ୍ସ ହେବା ପରେ ସେମାନେ ପୁରା କପଡ଼ା ଖୋଲି ଉଲଗ୍ନ ହୋଇ ମୋତେ ଚାପି ଧରିଲେ। ମୁଁ ନିଶ୍ୱାସ ନେଇ ପାରୁନଥାଏ। ଦୁଇ ବାହୁରେ ସେମାନଙ୍କୁ କୋଳେଇ ଧରି ଦୁଇ ଜଣଙ୍କ କଖାରୁକୁ ଖାଉଥିଲି। ସେହିପଟେ ଅଙ୍କିତା ଆଉ ଶିବାନୀ ଜଣେ ଜଣେ କଦଳୀକୁ ମନ୍ଥିବାରେ ବ୍ୟସ୍ତ। ଆଉ କିଏ ମୋ ଦେହ ସାରା ଚାଟୁଥିଲେ। ମୁଁ ଗରମ ହୋଇ ଝାଳ ବାହାରିଲାଣି। ସେମାନେ ପୁରା ଭୋକିଲା ଥିଲେ। ଲାଗୁଥିଲା ଯେମିତି ଏବେ ସ୍ୱର୍ଗର ସୁଖ ମିଳିବାକୁ ଯାଉଛି।
ମୁଁ ଆଉ ସମ୍ଭାଳି ନ ପାରି ଅଙ୍କିତାକୁ ବୁଲେଇ ଦେଇ ଦୁଇ ଗୋଡ଼ ଟେକି ଧରିଲି। ସେ ତା ହାତରେ କଖାରୁକୁ ମେଲେଇ ଧରିଲା। ମୁଁ ତା ଗୋଡ଼ ଉପରକୁ ଟେକି ଘପ୍ ଘାପ୍ କରି ମୁସଳିଆ କଦଳୀକୁ ପୂରେଇଲି। ଶିବାନୀ ମୋ ପଛରେ କିସ୍ କରୁଥିଲା। ମୋତେ ପଛପଟୁ ଜାବୁଡ଼ି ଧରି ବେକରେ କିସ୍ କରୁଥିଲା। ଦେହ ସାରା ଖାଲି ନିଆଁ ବାହାରୁଥାଏ। ସେଇପଟେ ଦୀର୍ଘ ନିଶ୍ୱାସ ଅଙ୍କିତା ନେଉଥାଏ। ସେଦିନ ସେ ପ୍ରଥମ ଡୋଜ୍ ଖାଉଥିଲା। ତାପରେ ଶିବାନୀ କୁକୁର ଭଳି ପଛ ଟେକି ଧରିଲି ଆଉ ତା କଣା ଫାଡ଼ିକି ଡଗି ପୋଜ୍ କରିଲି। ଶିବାନୀର କଣା ଟିକେ ଟାଇଟ୍ ଲାଗୁଥାଏ। କହ କହ କରି ଶିବାନୀ କାନ୍ଦି ପକେଇଲା। ଅଙ୍କିତା ଅଣ୍ଟା ଆଉ ପେଟକୁ ଚାଟୁଥାଏ। ଓ ଏତିକିରେ ମୋ ପାଣି ବାହାରିଗଲା। କଦଳୀକୁ ବାହାର କରିବାକୁ ଇଚ୍ଛା ହେଲାନି। ସେମିତି ପୂରେଇ ରଖିଲି ଆଉ ଶିବାନୀକୁ ସେମିତି ପଛ ଉପର ତଳ କରି ଶୁଆଇ ତାକୁ ପିଠିକୁ କିସ୍ କଲି। ଅଙ୍କିତା ମୋ ଉପରେ ଶୋଇ ରହିଲା। କିଛି ସମୟ ପରେ ମୋ କଦଳୀ ତରଳି ଗଲା। ସେଇଠୁ କଦଳୀ ବାହାର କରି ଗୋଟେ ବଡ଼ ନିଶ୍ୱାସ ମାରି ମୁହଁ ଉପରକୁ କରି ଶୋଇଲି। ମୁଁ ଟିକେ ଥକି ଯାଇଥିଲି। ଦୁଇ ଜଣ ଦୁଇ ପଟୁ ମୋତେ କୁଣ୍ଢେଇକି କିସ୍ କରୁଥିଲେ। ମଝିରେ ମଝିରେ ଅଙ୍କିତା ମୋ କଦଳୀକି ଧରି ହଲାଉଥିଲା। କିଛି ସମୟ ଏମିତି ପଡ଼ି ରହିଲୁ। ସେଜ ସାରା ପୁରା ନାଳ ପଚ ପଚ ଓଦା ହୋଇଯାଇଥାଏ। ମୁଁ ଯାଇ ଭଲରେ ଦେଖିଲି। ତାପରେ ଧୋଇ ହେଲି। ଅଙ୍କିତା ଆଉ ଶିବାନୀ ସେମିତି ପଡ଼ି ରହିଲେ। ମୁଁ ତାପରେ ମୋ ରୁମ୍କୁ ପଳେଇ ଆସିଲି। ତାପରେ ଦିନ ସେମାନେ କଲେଜକୁ ଆସିଲେ। ମୁଁ ପଛରି ପଚାରି ବୁଝିଲି। ସେମାନେ କହିଲେ ସେଦିନ ସକାଳୁ ଘର ସାରା ଗନ୍ଧରେ ରହି ହେଉନଥିଲା। ଘର ସଫା କରିବା ପରେ ସେମାନେ ଆସିଲେ କଲେଜ। ଏବେ ଅଙ୍କିତା ଆଉ ଶିବାନୀ ଦୁଇ ଜଣ ଭଲ ସାଙ୍ଗ ଆଉ ନିଜକୁ ଭଲ ପାଉଛନ୍ତି। ସମୟ ଦେଖି କରିବାକୁ ଡାକୁଛନ୍ତି। କିନ୍ତୁ ଏବେ ଜଣ ଜଣେ କରି କରୁଛି। ଏବେ ଅଙ୍କିତା ନୂଆ ମୋବାଇଲ ଧରିଛି। ଆଉ ଗ୍ରାଜୁଏସନ୍ ସାରି ଅଙ୍କିତା ବାହା ହେବା ପାଇଁ ତାଙ୍କ ଘରେ ପ୍ରସ୍ତାବ ଦେଖିଲେଣି। ଶିବାନୀ ମୋତେ ସବୁଦିନ କଲ୍ କରୁଛି। ଆଉ ଏବେ 2 ମାସ ହେବ ବାହା ହୋଇଛି। କରିବାକୁ ଡାକୁଛି ହେଲେ କାମ ବ୍ୟସ୍ତରେ ମୁଁ ଆଉ କୁଆଡ଼େ ଯାଇପାରୁନି। ସୁଯୋଗ ମିଳିଲେ ଏଥର ଘୋଡ଼ା କରଣା ଦେବି ବୋଲି ଭାବୁଛି। ଆଶା କରୁଛି ମୋର ଏ କାହାଣୀଟି ଆପଣଙ୍କୁ ବହୁତ ଗରମ କରିଥିବ। ଯଦି ଗରମ କରିଛି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ତଳେ କମେଣ୍ଟ ବକ୍ସରେ ଆପଣ କେଉଁଭଳି କାହାଣୀ ଶୁଣିବା ପାଇଁ ଚାହୁଁଛନ୍ତି ତାହା କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। କାହାଣୀଟି ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଏହି କାହାଣୀଟି କେବଳ ଆପଣଙ୍କ ମନୋରଞ୍ଜନ ପାଇଁ ତିଆରି କରାଯାଇଛି। ଦୟାକରି ଆପଣ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି ରହୁଛୁ। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓ ଆଉ ଏକ ନୂଆ ଗରମ କାହାଣୀରେ। ଧନ୍ୟବାଦ।